ଚାଷୀର ତିନିଟି କଥା। ରାଜା ଛଦ୍ମବେଶରେ ରାଜଧାନୀରେ ବୁଲୁଥିଲେ। ଗୋଟିଏ ଚାଷୀର ଘର ପାଖରେ ଭିତରୁ କିଛି କଥାବାର୍ତ୍ତା ଆସୁଥିବା ଶୁଣିପାରିଲେ। ରାଜା ଏଭଳି କଥୋପକଥନକୁ କାନ ଡରି ଶୁଣନ୍ତି, କାରଣ ତା ଦ୍ୱାରା ସେ ଭିତରିଆ କଥାମାନ ଜାଣନ୍ତି। ତେଣୁ ସେ ଶୁଣିଲେ। ଚାଷୀ ତାର ପତ୍ନୀକୁ ପଚାରୁଥିଲା, ଋଣ ଶୁଝିଲୁ? ପତ୍ନୀ କହିଲା, ହଁ। ଚାଷୀ ପୁଣି ପଚାରିଲା, ଋଣ ଦେଲୁ? ପତ୍ନୀ କହିଲା, ହଁ। ଏବେ ଚାଷୀ କହିଲା, ଲଗା ସହସ୍ରବତୀ, ଭୁଞ୍ଜିବେ ଶ୍ରୀ ଶ୍ରୀ ନରପତି। ରାଜା ଘରକୁ ଫେରିବା ବେଳେ ଏହି କଥାଗୁଡ଼ିକ ତାଙ୍କୁ ଆନ୍ଦୋଳିତ କରୁଥିଲା। ଚାଷୀର ଏଭଳି କଥାର ମର୍ମ କ'ଣ? ଚାଷୀ କ'ଣ ପ୍ରକୃତରେ ଧନୀ ଓ ବାହାରକୁ ଗରିବ ବୋଲି ଦେଖାଉଛି ନା? ନହେଲେ ଋଣ ଦେବା, ଋଣ ଶୁଝିବା କଥା କହନ୍ତା କାହିଁକି? ପରଦିନ ରାଜା ଚାଷୀକୁ ଡକାଇ ପଠାଇଲେ ଏବଂ ରାଜସଭାରେ ପୂର୍ବ ରାତିରେ ସେ କହୁଥିବା କଥାର ମର୍ମ ବିଷୟରେ ପଚାରିଲେ। ଚାଷୀ ବିନମ୍ରତାର ସହିତ କହିଲା, ମଣିମା, ପ୍ରତିଦିନ ମୁଁ ଏଭଳି କରିଥାଏ। ଋଣ ଶୁଝିବାର ଅର୍ଥ ହେଲା ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା। ଋଣ ଦେବାର ଅର୍ଥ ହେଲା ସନ୍ତାନର ତତ୍ତ୍ୱ ନେବା। ମୁଁ ମୋ ସ୍ତ୍ରୀକୁ ପଚାରୁଥିଲି ଯେ ଏଇ ଦୁଇଟି ଯାକ କାମ ଠିକ୍ ଭାବେ ହୋଇଛି ତ? ସହସ୍ରବତୀର ରହସ୍ୟ ହେଲା ନଡ଼ାର ବଳିତାକୁ ଜାଳିବା, ଯାହାର ଆଲୋକରେ ମୁଁ ଭୋଜନ କରେ। ଚାଷୀ ହୋଇଥିବାରୁ ସେଇ ସହସ୍ରବତୀ ମୋ ଘରକୁ ଆଲୋକିତ କରେ। ଶେଷରେ ମୁଁ ଘରେ ଥିବା ବେଳେ ନିଜକୁ ରାଜା ବୋଲି ଭାବେ, ତେଣୁ ଏମିତି କହିଥିଲି। ରାଜା ଏହା ଶୁଣି ଆନନ୍ଦିତ ହେଲେ ଓ ଚାଷୀର ବୁଦ୍ଧି ଓ ବିଚାରକୁ ପ୍ରଶଂସା କଲେ।